ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାହାର 13 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 13 ପର୍ବରେ ମଧ୍ୟ ଆମେ ଆମ ଜୀବନ ନିମନ୍ତେ କେତେକ ମହାନ ଶିକ୍ଷା ପ୍ରାପ୍ତ ହେବାକୁ ପାରିବା। ତେବେ 13 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣଇ ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ। ଜ୍ଞାନୀ ରାଜା ସଲୋମନ ଯଦିଓ ତାହାଙ୍କ ପିତା ଦାଉଦଙ୍କର ପ୍ରିୟ ପୁତ୍ର ନଥିଲେ, ମାତ୍ର ସେ ଅନ୍ତତଃ ପକ୍ଷେ ନିଜ ପିତାଙ୍କର ପରାମର୍ଶ ଶୁଣିଲେ ଓ ତଦନୁଯାୟୀ କାର୍ଯ୍ୟ କଲେ। ସେ ସେହି ଜ୍ଞାନବାନ ପୁତ୍ରର ଦୃଷ୍ଟାନ୍ତ ସ୍ୱରୂପ ଥିଲେ, ଯିଏକି ନିଜ ପିତାଙ୍କର ଉପଦେଶକୁ ଶୁଣିଥିଲେ, ମାତ୍ର ତାହାଙ୍କ ପୁତ୍ର ରିହବ୍ୟାମ ତାହାଙ୍କର ଉପଦେଶକୁ ଶୁଣିଲେ ନାହିଁ। ସେ ସେହି ନିନ୍ଦକ ପୁତ୍ର ସଦୃଶ ଥିଲେ, ଯିଏକି ପିତାଙ୍କର ଅନୁଯୋଗକୁ ଶୁଣିଲେ ନାହିଁ। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏହିପରି ଅନେକ ଦୃଷ୍ଟାନ୍ତ ରହିଅଛି। ତାହେଲେ ଯେଉଁ ପୁଅ ଝିଅମାନେ ପିତାମାତାଙ୍କର ଅନୁଯୋଗକୁ ଶୁଣନ୍ତି ନାହିଁ, ସେମାନେ କେବେ ହେଲେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହୋଇପାରିବେ? କେବେ ନୁହେଁ। ଆଉ ପ୍ରକୃତରେ ଯେଉଁମାନେ ନିନ୍ଦକ, ସେମାନେ କେବେ ହେଲେ ପିତାଙ୍କର ଅନୁଯୋଗକୁ ଶୁଣିବେ ନାହିଁ। ତେଣୁ ଆଜି ଆମମାନେ ନିଜ ନିଜକୁ ପ୍ରଶ୍ନ କରିବା ଯେ ଆଜି କ'ଣ ଆମେ ପିତାମାତାଙ୍କର ଅନୁଯୋଗକୁ ଶୁଣିପାରୁଛୁ କି? ଆମେ କ'ଣ ସେମାନଙ୍କର ସେ ଅନୁଯୋଗକୁ ଶୁଣି ତଦନୁଯାୟୀ ଜୀବନଯାପନ କରୁଛୁ କି? ଯଦି ନାହିଁ, ତାହେଲେ ଆମମାନେ କେବେ ହେଲେ ଆମମାନଙ୍କର ଜୀବନରେ ଉପକୃତ ହୋଇପାରିବା ନାହିଁ, କି ଆମମାନେ କେବେ ହେଲେ କୃତକାର୍ଯ୍ୟ ହୋଇପାରିବା ନାହିଁ। କଥାରେ ଅଛି, ପିତାମାତାଙ୍କ ସୁକଲ୍ୟାଣେ ପୁତ୍ର କନ୍ୟା ସୁଖୀ। ତେଣୁ ଯେଉଁ ପୁଅ ଝିଅମାନେ ପିତାମାତାଙ୍କର ବାଧ୍ୟ ହୁଅନ୍ତି, ବଶୀଭୂତ ହୁଅନ୍ତି, ସେମାନଙ୍କର ପରାମର୍ଶକୁ ଶୁଣନ୍ତି, ସେମାନେ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ଆଜି ଯଦି ଆମେ ଆମମାନଙ୍କର ଜୀବନରେ ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହେବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ମଧ୍ୟ ପିତାମାତାଙ୍କର ବାଧ୍ୟ ହେବାକୁ ପଡ଼ିବ। ପିତାମାତାଙ୍କର ବଶୀଭୂତ ହୋଇ ଜୀବନଯାପନ କରିବାକୁ ପଡ଼ିବ। ପିତାମାତାଙ୍କର ଅନୁଯୋଗକୁ ଶୁଣିବାକୁ ପଡ଼ିବ। 13 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳ ଭୋଗ କରଇ, ମାତ୍ର ବିଶ୍ୱାସଘାତକର ପ୍ରାଣ ଦୌରାତ୍ମ୍ୟ ଭୋଗ କରଇ। ଦେଖନ୍ତୁ, ଆହୁରି ମଧ୍ୟ 3 ପଦରେ ଏହିପରି ଲେଖା ଅଛି, ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ, ମାତ୍ର ଯେ କେହି ଆପଣା ଓଷ୍ଠାଧର ବଡ଼ କରି ଫିଟାଏ, ତାହାର ବିନାଶ ହେବ। ଦେଖନ୍ତୁ, ଯେଉଁମାନେ ପରଚର୍ଚ୍ଚା କରନ୍ତି ଓ ଦ୍ୱି ଅର୍ଥବୋଧକ ଭାଷାରେ କଥା କହନ୍ତି, ସେମାନେ ମୂର୍ଖତାର କର୍ମ କରନ୍ତି। ଯେଉଁମାନେ ପରର ଗୁପ୍ତ କଥା କହି ବୁଲନ୍ତି ଓ କୌଣସି କଥା ମନରେ ରଖିପାରନ୍ତି ନାହିଁ, ସେମାନେ ନିଜର ଜୀବନ ପ୍ରତି ବିପଦକୁ ଡାକି ଆଣିଥାନ୍ତି। ମାତ୍ର ଯେଉଁମାନେ ନିଜର ଓଷ୍ଠାଧରକୁ ନିଜ ଆୟତ ମଧ୍ୟରେ ରଖିଥାନ୍ତି, ସେମାନେ ଅନେକ ସମସ୍ୟାରୁ ରକ୍ଷା ପାଇଥାନ୍ତି ଓ ଅନେକ ବିପଦରୁ ନିଜର ଜୀବନକୁ ରକ୍ଷା କରିଥାନ୍ତି। ତେଣୁ ଅଳ୍ପ କଥା କହିବା ବୁଦ୍ଧିମାନର ପରିଚୟ ଓ ଯେଉଁମାନେ ବେଶୀ କଥା କହନ୍ତି, ସେମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ। ମୁଁ ଲକ୍ଷ୍ୟ କରିବାକୁ ପାରିଛି ଯେ ଅନେକ ଯୁବା ଯୁବତୀମାନେ ଯୌନ କ୍ରିୟା ବିଷୟ ନେଇ ଅନେକ କିଛି ବିଷୟ ଶିକ୍ଷା କରନ୍ତି, କିନ୍ତୁ ପରେ ମୁଁ ଶୁଣିବାକୁ ପାରେ ଯେ ସେମାନଙ୍କର ପରିବାର ଭଗ୍ନ ହୋଇଅଛି। ସ୍ୱାମୀ ଅନ୍ୟ ଏକ ସ୍ତ୍ରୀ ସହିତ ଚାଲିଯାଇଛି, କିମ୍ବା ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହିତ ଚାଲିଯାଇଛି। ଏହିପରି ଅନେକ କିଛି ବିଷୟ। ଆଉ ମୁଁ ବିଶ୍ୱାସ କରେ ଏହି ସମସ୍ତ ସମସ୍ୟାର ମୂଳ କାରଣ ହେଉଛି ଆମମାନଙ୍କର ଅବାନ୍ତର କଥା, ପରଚର୍ଚ୍ଚା ଓ ଥଟ୍ଟା ପରିହାସ। ତାହା ହିଁ ହେଉଛି ବିଷୟ, ଯେଉଁ ସବୁ ବିଷୟ ନେଇ ଏଠାରେ ଆମମାନଙ୍କୁ ସତର୍କ କରାଇ ଦିଆଯାଇଅଛି। ଆଉ ଯୁବକ ତଥା ଯୁବତୀମାନଙ୍କୁ ଏହି ବିଷୟରେ ସାବଧାନ କରାଇ ଦିଆଯାଇଅଛି। ତେଣୁକରି ସଦାବେଳେ ଅଳ୍ପ କଥା କହିବା ବୁଦ୍ଧିମାନର ପରିଚୟ। ଆଉ ଏହାଦ୍ୱାରା ନିଜର ଜୀବନ ପ୍ରତି ବିନାଶ ଆସିନଥାଏ। ଆଉ ଏହାଦ୍ୱାରା ଆମମାନେ ଆମମାନଙ୍କର ଜୀବନକୁ ବିପଦରୁ ରକ୍ଷା କରିପାରିବା।
ତେଣୁ ଆମମାନେ ଚେଷ୍ଟା କରିବା ଯେ ଯେତେ ଦୂର ପାରିବା ଅଳ୍ପ କଥା କହିବା। ତାପରେ 13 ପର୍ବର 4 ପଦରେ ଲେଖା ଅଛି, ଅଳସୁଆ ମନରେ ବାଞ୍ଛା କଲେ ହିଁ କିଛି ପାଏ ନାହିଁ, ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ। ଦ୍ୱିତୀୟ ଥେସଲୋନିକି 3 ପର୍ବର 10 ପଦରେ ପ୍ରେରିତ ପାଉଲ ଏପରି କହନ୍ତି, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ ସେ ଭୋଜନ ମଧ୍ୟ ନ କରୁ। ବାସ୍ତବରେ ଅଳସୁଆ ସେ କର୍ମ କରିବାକୁ ଇଚ୍ଛା କରେ ନାହିଁ। ଫଳତଃ ସେ ଯାହା ଆଶା କରେ ତାହା ପ୍ରାପ୍ତ ହୋଇପାରେ ନାହିଁ। ଆମ୍ଭମାନଙ୍କୁ କର୍ମ କରିବାକୁ ହେବ। ଆମେମାନେ ଯଦି ଉତ୍ତମ ବିଷୟ ଆଶା କରୁ ତାହେଲେ ଆମମାନଙ୍କୁ ଉତ୍ତମ କର୍ମ ସବୁ କରିବାକୁ ହେବ। ତେବେ ପ୍ରେରିତ ପାଉଲ ଥେସଲୋନିକୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହିପରି କହିବାର କାରଣ ହେଉଛି, ସେମାନଙ୍କ ମଧ୍ୟରେ ଏହିପରି କେତେକ ଧାର୍ମିକ ମନୋଭାବ ବିଶିଷ୍ଟ ଲୋକମାନେ ଥିଲେ, ଯେଉଁମାନେ କହୁଥିଲେ, ଆମ୍ଭେମାନେ ପ୍ରଭୁଙ୍କର ଆଗମନର ଅପେକ୍ଷାରେ ଅଛୁ। ଆଉ ସେମାନେ କର୍ମ କରୁନଥିଲେ। ତେଣୁକରି ପାଉଲ ଲେଖିଲେ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ ସେ ଭୋଜନ ମଧ୍ୟ ନ କରୁ। ତେଣୁକରି ଯେଉଁମାନେ କାର୍ଯ୍ୟ କରନ୍ତି ନାହିଁ ସେମାନଙ୍କୁ ଖାଦ୍ୟ ପରିବେଷଣ ଆମମାନେ ନ କରୁ। ଆମମାନଙ୍କୁ କାର୍ଯ୍ୟ କରିବାକୁ ଅଛି। ଆଉ ଆପଣ ଯଦି ପ୍ରକୃତରେ ବିଶ୍ୱାସ କରୁଅଛନ୍ତି ଯେ ପ୍ରଭୁ ଆସୁଅଛନ୍ତି, ତାହେଲେ ଏହା ଆପଣଙ୍କୁ ଆହୁରି ଅଧିକ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ। ଆଜି ଅନେକ ଏହିପରି ଅଛନ୍ତି ଯେଉଁମାନେ କାର୍ଯ୍ୟ କରନ୍ତି ନାହିଁ, ମାତ୍ର ସେମାନେ ଅଳସୁଆମୀ କରନ୍ତି। ଏପରିକି ଅନେକ ଅଛନ୍ତି ପ୍ରଭୁଙ୍କ ସେବା କାର୍ଯ୍ୟରେ ରହି ମଧ୍ୟ ସେମାନେ ସମୟକୁ ଠିକ୍ ଭାବରେ ବିନିଯୋଗ କରିପାରନ୍ତି ନାହିଁ। ଆଉ ତଦ୍ୱାରା ସେମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେମାନେ ସେମାନଙ୍କ ଜୀବନରେ ଯାହା ଇଚ୍ଛା କରନ୍ତି ତାହା ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁକରି ଆମମାନେ ପ୍ରଭୁଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ସଙ୍ଗେ ସଙ୍ଗେ ଆମମାନେ ପ୍ରଭୁଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟମାନ କରିବା ଆବଶ୍ୟକ। ଆମେ କେବଳ ବସି ରହିଲେ ହେବ ନାହିଁ, କିମ୍ବା କେବଳ ପ୍ରାର୍ଥନା କଲେ ହେବ ନାହିଁ, ମାତ୍ର ଆମମାନଙ୍କ ଜୀବନରେ ଆମମାନେ ପ୍ରଭୁଙ୍କ ନିମନ୍ତେ କିଛି ଉତ୍ତମ ବିଷୟମାନ ସାଧନ କରିବାକୁ ହେବ। ତାହେଲେ ଆମ୍ଭେମାନେ ପ୍ରଭୁଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇପାରିବା। ଏହାପରେ 13 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ, ମାତ୍ର ଦୁଷ୍ଟ ଲୋକ ଦୁର୍ଗନ୍ଧ ସ୍ୱରୂପ, ଆଉ ସେ ଲଜ୍ଜା ଭୋଗ କରେ। ଧାର୍ମିକତା ସରଳ ପଥଗାମୀକି ରକ୍ଷା କରେ, ମାତ୍ର ଦୁଷ୍ଟତା ପାପୀକି ଓଲଟାଇ ପକାଏ। ଏହା ଆମ୍ଭମାନଙ୍କର ଆନ୍ତରିକ ପୁରୁଷର ସତ୍ୟାଚରଣକୁ ପ୍ରକାଶ କରେ। ଯେ ଧାର୍ମିକ ସେ ଈଶ୍ୱରଙ୍କ ଲୋକ ଓ ଏହି ସତ୍ୟତା ବ୍ୟବହାରିକ ଧାର୍ମିକତାର ବିଷୟକୁ ଉପସ୍ଥାପିତ କରେ। ଈଶ୍ୱର ମିଥ୍ୟାକୁ ଘୃଣା କରନ୍ତି। ସେ ଏହାକୁ କେବେ ହେଲେ ସହ୍ୟ କରିପାରନ୍ତି ନାହିଁ ଓ ସେ ଏହିପରି ମିଥ୍ୟାବାଦୀମାନଙ୍କର ବିଚାର କରନ୍ତି। କାରଣ ଆମମାନଙ୍କର ପୁରାତନ ସ୍ୱଭାବ ଆମ୍ଭମାନଙ୍କୁ ମିଥ୍ୟା କହିବା ନିମନ୍ତେ ପ୍ରବର୍ତ୍ତାଇଥାଏ। ଆଜି ଆମମାନେ ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ସମୟରେ ମିଥ୍ୟା କହିଥାଉ। ଆଉ ଆମେ ଏହାକୁ ଅତି ହାଲୁକା ମଣୁ। ଆମେ ଭାବୁ ଯେ ମିଥ୍ୟା କହିଦେଲେ କିଛି ଅସୁବିଧା ନାହିଁ। କିନ୍ତୁ ଆମେ ଦେଖୁଛୁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ ଯେ ଈଶ୍ୱର ମିଥ୍ୟାକୁ ଘୃଣା କରନ୍ତି ବା ମିଥ୍ୟାବାଦୀକୁ ସେ ଘୃଣା କରନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମମାନେ ଆମମାନଙ୍କର ଦୈନନ୍ଦିନ ଜୀବନରେ ସତ୍ୟାଚରଣ କରୁଅଛୁ କି? କିନ୍ତୁ ଆମମାନେ ଜାଣି ରଖିବାକୁ ହେବ ଯେ ଈଶ୍ୱର ସତ୍ୟବାଦୀକୁ ଭଲ ପାଆନ୍ତି। ଆଉ ଯେଉଁମାନେ ସତ୍ୟ କହନ୍ତି ବା ଯେଉଁମାନେ ସତ୍ୟକୁ ପ୍ରେମ କରନ୍ତି ସେମାନେ ହିଁ ଈଶ୍ୱରଙ୍କର ଲୋକ। ତେଣୁକରି ଯଦି ଆଜି ଆମମାନେ ଆମମାନଙ୍କ ଜୀବନରେ ମିଥ୍ୟାକୁ ସ୍ଥାନ ଦେଇଛୁ ବା ମିଥ୍ୟା କହିଛୁ, ତାହେଲେ ଆମମାନେ ପ୍ରଭୁଙ୍କଠାରେ କ୍ଷମା ମାଗିବାକୁ ହେବ ଏବଂ ସଦାସର୍ବଦା ସତ୍ୟାଚରଣ କରିବାକୁ ହେବ, ସତ୍ୟ କହିବାକୁ ହେବ।
ଯଦି ଆମମାନେ ଆମମାନଙ୍କ ଜୀବନରେ ସତ୍ୟତାକୁ ପ୍ରଥମ ସ୍ଥାନ ଦେଉ, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ଆଶୀର୍ବାଦ କରିବେ। 13 ପର୍ବର 7 ପଦରେ ଲେଖା ଅଛି, କେହି ଆପଣାକୁ ଧନୀ ଦେଖାଏ କିନ୍ତୁ ତାହାର କିଛି ହିଁ ନାହିଁ, କେହି ବା ଆପଣାକୁ ଦରିଦ୍ର ଦେଖାଏ କିନ୍ତୁ ତାହାର ମହାଧନ ଅଛି। ଏଠାରେ ଆମର ପୁରାତନ ସ୍ୱଭାବର ଆଉ ଏକ ଦୃଷ୍ଟାନ୍ତ ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ ଧନୀ ନ ହେଲେ ମଧ୍ୟ ନିଜକୁ ଧନୀ ବା ଅତି ପଇସାବାଲା ପରି ଲୋକଙ୍କ ନିକଟରେ ଦେଖାଇ ହୁଅନ୍ତି ଓ ଅନେକ ଧନୀ ହେଲେ ମଧ୍ୟ ନିଜକୁ ଅତି ଗରିବ ବୋଲି ପରିଚୟ ଦିଅନ୍ତି। କିନ୍ତୁ ଉଭୟ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ, କାରଣ ଉଭୟ କପଟାଚରଣ କରନ୍ତି। ମାତ୍ର ଈଶ୍ୱର ଆମମାନଙ୍କୁ ଯେଉଁପରି ପରିସ୍ଥିତିରେ ରଖିଥାନ୍ତୁ ନା କାହିଁକି, ଆମେ ସନ୍ତୁଷ୍ଟ ରହି ଓ ନିଜକୁ ନମ୍ର କରି ଈଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। ଆମେ ଯେଉଁପରି ଅବସ୍ଥାରେ ଅଛୁ ସେହିପରି ନିଜକୁ ଭାବିବା ଉଚିତ। ଆମେ ନିଜର ପ୍ରତିବାସୀକୁ ପ୍ରତିବାସୀ ପରି ଦେଖିବା ଉଚିତ। 13 ପର୍ବର 9 ପଦରେ ଲେଖା ଅଛି, ଧାର୍ମିକର ଦୀପ୍ତି ଆନନ୍ଦ କରେ, ମାତ୍ର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ। ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଆମେ ତାହା ହିଁ ଲକ୍ଷ୍ୟ କରୁ। ସେମାନେ ଜଣକ ପରେ ଜଣେ ରାଜା ହେଲେ, ମାତ୍ର ସେମାନଙ୍କର ଦୁଷ୍ଟପଣରୁ ସେମାନେ ହଠାତ୍ ପତିତ ହେଲେ, କାରଣ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ। ଏହା ଏହି ଜଗତରେ ମଧ୍ୟ ବାରମ୍ବାର ଘଟେ। ଦୁଷ୍ଟ ରାଜାମାନଙ୍କର ଶେଷ ଗତି ଏହିପରି ହୁଏ। ତେଣୁକରି ଆମେମାନେ ଏଥିପ୍ରତି ବିଶେଷ ଭାବରେ ସତର୍କ ହେବା ଉଚିତ, ଯେପରି ଆମମାନେ ଦୁଷ୍ଟାଚରଣ ନ କରି ଆମମାନେ ପ୍ରଭୁଙ୍କ ଭୟରେ ଆଚରଣ କରୁ ଏବଂ ଆମେମାନେ ଧାର୍ମିକ ଆଚରଣ କରୁ ଏବଂ ଧାର୍ମିକତାର ପଥରେ ଅଗ୍ରସର ହେଉ। କାରଣ ଲେଖା ଅଛି, ଧାର୍ମିକର ଦୀପ୍ତି ଆନନ୍ଦ କରେ। ପ୍ରକୃତିରେ ଯେଉଁମାନେ ଧାର୍ମିକ ମନୋଭାବ ବିଶିଷ୍ଟ ବ୍ୟକ୍ତି, ସେମାନେ ଆନନ୍ଦ କରିପାରନ୍ତି। ଏହାପରେ 13 ପର୍ବର 10 ପଦରେ ଏହିପରି ଲେଖା ଅଛି, ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି। ଆପଣ ଦେଖନ୍ତୁ, ଯେକୌଣସି କ୍ଷେତ୍ରରେ ଯଦି କୌଣସି ଗଣ୍ଡଗୋଳ, ବିଶୃଙ୍ଖଳା ବା କଳି ଦେଖାଯାଏ, ତାହେଲେ ତହିଁର ମୂଳ କାରଣ ହେଉଛି ଅହଙ୍କାର। ମନୁଷ୍ୟ ନିଜର ଅହଂତକୁ ଛାଡ଼ି ନ ପାରିବାରୁ ଏହିପରି ଘଟେ। ମାତ୍ର ଯିଏ ସୁପରାମର୍ଶ ଗ୍ରହଣ କରିଥାଏ, ସେ ଜ୍ଞାନର ସହିତ ସମସ୍ତ ବିଷୟକୁ ସମାଧାନ କରିଥାଏ। 13 ପର୍ବର 11 ପଦରେ ଲେଖା ଅଛି, ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ, ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ। ଯିଏ ଅନ୍ୟାୟ ଓ ଅସତ୍ୟ ଉପାୟରେ ଧନ ଅର୍ଜନ କରିଥାଏ, ସମୟ ଆସିବ ସେହିସବୁ କେଉଁଆଡ଼େ ଉଭେଇଯିବ। ମାତ୍ର ଯିଏ ନିଜ ହସ୍ତରେ ପରିଶ୍ରମ କରି ଧନ ଉପାର୍ଜନ କରିଥାଏ, ତାହାର କେବେ ହେଲେ ଅଭାବ ହୁଏ ନାହିଁ। ଏପରିକି ସେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇଥାଏ। ଅର୍ଥାତ୍ ଯେ ସତ୍ୟରେ ଓ ନ୍ୟାୟରେ ଜୀବନଯାପନ କରି ନିଜ ହସ୍ତରେ ପରିଶ୍ରମ କରି ଧନ ଉପାର୍ଜନ କରିଥାଏ, ସେ ତାହା ଉପଭୋଗ କରିବା ନିମନ୍ତେ ସୁଯୋଗ ପାଇଥାଏ। ତାହାର କେବେ ହେଲେ ଅଭାବ ହୁଏ ନାହିଁ, କାରଣ ଈଶ୍ୱରଙ୍କର ଆଶୀର୍ବାଦ ତାହା ଉପରେ ଥାଏ। ବର୍ତ୍ତମାନ ଏହାକୁ ଆମେ ଆତ୍ମିକ ଦୃଷ୍ଟିକୋଣରୁ ନେଇ ଚିନ୍ତା କରିବା। ତେବେ ପ୍ରକୃତ ଧନ କ'ଣ? ପ୍ରକୃତରେ ଧନ କ'ଣ ଅଟେ? ଏହା କ'ଣ ସେହି ଜାଗତିକ ସଞ୍ଚିତ ଧନ? ତେବେ ଏହି ଜାଗତିକ ଧନ ସମ୍ପତ୍ତି ଦିନେ ମଣିଷ ହରାଇବାକୁ ଯାଉଅଛି। ମୃତ୍ୟୁ ସେହିସବୁ ପ୍ରକୃତ ମାଲିକଠାରୁ ନେଇଯାଏ। କେହି ହେଲେ ଆସି ସେହିସବୁ ହରଣ କରେ ନାହିଁ, ମାତ୍ର ସେ ନିଜେ ସେହିସବୁକୁ ହରାଏ। ସେ ଏହି ଜଗତରେ ସେହିସବୁକୁ ଛାଡ଼ି ଚାଲିଯାଏ। ଆଉ ତାହା ହିଁ ସେହିମାନଙ୍କ ପ୍ରତି ଘଟିବାକୁ ଯାଉଅଛି ଯେଉଁମାନେ ଆଜି ଜାଗତିକ ଧନରେ ଧନୀ ବା ପରଧନରେ ଧନୀ। ସେମାନେ ତାହା ଉପଭୋଗ କରିପାରନ୍ତି ନାହିଁ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଅନ୍ୟାୟରେ ଧନ ଉପାର୍ଜନ କରିବା ପାଇଁ ଚେଷ୍ଟା କରୁ, ତାହେଲେ ଆମେ ଜାଣି ରଖିବାକୁ ହେବ ଯେ ତହିଁରେ ଈଶ୍ୱରଙ୍କର ଆଶୀର୍ବାଦ ନଥାଏ, ଆଉ ତାହା ମଧ୍ୟ ଧନ ଉପାର୍ଜନ କରିଥିବା ବ୍ୟକ୍ତି ଉପଭୋଗ କରିବା ପାଇଁ ସୁଯୋଗ ପାଇପାରେ ନା। ଏହା ଆମମାନେ ନିଜ ଆଖିରେ ମଧ୍ୟ ଦେଖିଅଛୁ। ଆପଣଙ୍କର ମଧ୍ୟ ସେହି ଅନୁଭୂତି ଥିବ। ତେବେ 13 ପର୍ବର 12 ପଦରେ ଲେଖା ଅଛି, ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ, ମାତ୍ର ବାଞ୍ଛାର ସିଦ୍ଧି
ଜୀବନ ବୃକ୍ଷ ସ୍ୱରୂପ। ଆପଣ କିଛି ବିଷୟ ପାଇବା ନିମନ୍ତେ ଆଶାରେ ରହିଥିବେ, ମାତ୍ର ତାହା ଯଦି ଆପଣ ପାଆନ୍ତି ନାହିଁ ତାହେଲେ ତାହା ଆପଣଙ୍କ ହୃଦୟକୁ ଆଘାତ ଦିଏ। ତେଣୁକରି ଆମେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେବା ଆବଶ୍ୟକ, କାରଣ ଆମେମାନେ ଅନେକ ବିଷୟ ପାଇବା ନିମନ୍ତେ ଆଶା କରୁ, କିନ୍ତୁ ସେହିସବୁ ପ୍ରାପ୍ତ ହେବା ଆମମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତେଣୁକରି ସବୁଠାରୁ ଭଲ ହେବ ଯଦି ଆମେ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରିବା ଓ ଈଶ୍ୱର ଆମମାନଙ୍କୁ ଯେଉଁପରି ଅବସ୍ଥା ମଧ୍ୟରେ ରଖିଅଛନ୍ତି ତହିଁର ବାସ୍ତବତାକୁ ଅନୁଭବ କରି ସନ୍ତୁଷ୍ଟ ରହିବା। ଏହାପରେ 13 ପର୍ବର 13 ପଦରୁ 15 ପଦ ମଧ୍ୟରେ ଲେଖା ଅଛି, ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟ ତୁଚ୍ଛ କରେ ସେ ଆପଣା ଉପରକୁ ବିନାଶ ଆଣେ, ମାତ୍ର ଯିଏ ଆଜ୍ଞାଙ୍କୁ ଭୟ କରେ ସେ ପୁରସ୍କାର ପ୍ରାପ୍ତ ହେବ। ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ଜ୍ଞାନବାନର ବ୍ୟବସ୍ଥା ଜୀବନ ଝର ସ୍ୱରୂପ ଅଟେ। ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ୱାସଘାତକର ପଥ ରଗଡ଼ା। ଏଠାରେ ମଧ୍ୟ ଆମେ ଧାର୍ମିକତା ଓ ଦୁଷ୍ଟତା ମଧ୍ୟରେ ଏକ ଭିନ୍ନତା ଦର୍ଶାଯାଇଥିବାର ଲକ୍ଷ୍ୟ କରୁଅଛୁ, କାରଣ ଦୁଷ୍ଟ ଓ ଅଧାର୍ମିକମାନେ ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରନ୍ତି ଓ ଈଶ୍ୱର ମଧ୍ୟ ସେମାନଙ୍କୁ ତୁଚ୍ଛ କରନ୍ତି। ଈଶ୍ୱର ବିଶ୍ୱାସଘାତକମାନଙ୍କୁ ମଧ୍ୟ ତୁଚ୍ଛ କରନ୍ତି। ସେ ଏପରି କୌଣସି ବିଷୟକୁ ପସନ୍ଦ କରନ୍ତି ନାହିଁ ଯାହାକି ମନୁଷ୍ୟର ପୁରାତନ ସ୍ୱଭାବ ମଧ୍ୟରୁ ଉଦ୍ରେକ ହୁଏ। ମାତ୍ର ଯେଉଁ ସମସ୍ତ ବିଷୟ ଆମ୍ଭମାନଙ୍କର ନୂତନ ସ୍ୱଭାବ ମଧ୍ୟରୁ ଉଦ୍ରେକ ହୋଇଥାଏ ସେହି ସମସ୍ତ ବିଷୟକୁ ସେ ପସନ୍ଦ କରନ୍ତି। ସେଥିପାଇଁ ଯେଶାୟ 66 ପର୍ବର 2 ପଦରେ ଲେଖା ଅଛି, ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍ ଯେଉଁ ଲୋକ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା। ଏହି ପ୍ରକାରେ ଆମେ ସମସ୍ତେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଉଚିତ। ମାତ୍ର ଆମେ ଯଦି ନିଜର ଅହଂଭାବ ନେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ବା ତାହାଙ୍କର ବାକ୍ୟ ଓ ଆଜ୍ଞା ସବୁକୁ ତୁଚ୍ଛ କରି ତାହାଙ୍କର ନିକଟବର୍ତ୍ତୀ ହେବା, ତାହେଲେ ସେ ଆମମାନଙ୍କୁ ଅଗ୍ରାହ୍ୟ କରିବେ। ଈଶ୍ୱର ଆମମାନଙ୍କଠାରୁ ଛଳନାପୂର୍ଣ୍ଣ ହୃଦୟ ଚାହାନ୍ତି ନାହିଁ, ମାତ୍ର ଏକ ସରଳ ତଥା ନମ୍ର ହୃଦୟ ଚାହାନ୍ତି। 13 ପର୍ବର 17 ପଦରେ ଏହିପରି ଲେଖା ଅଛି, ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ, ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ। ସରକାରୀ କ୍ଷେତ୍ରରେ ହେଉ ବା ରାଜନୈତିକ ଅଥବା ବେସରକାରୀ କ୍ଷେତ୍ରରେ ହେଉ, ଅନେକ ବାର୍ତ୍ତାବାହକମାନେ ନିଯୁକ୍ତି ପାଇଥାନ୍ତି, ଯେଉଁମାନେ କି ଅନେକ ଗୁପ୍ତ ତଥ୍ୟକୁ ବିଭିନ୍ନ ଲୋକମାନଙ୍କ ନିକଟରେ ପହଞ୍ଚାଇଥାନ୍ତି। ମାତ୍ର ସେମାନେ ଯଦି କୌଣସି ପ୍ରକାର ମନ୍ଦ ଅଭ୍ୟାସର ବଶବର୍ତ୍ତୀ ହୋଇଥାନ୍ତି ତାହେଲେ ଲୋକେ ସେହି ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କଠାରୁ ଗୁପ୍ତ ତଥ୍ୟ ହାସଲ କରିନେଇଥାନ୍ତି, ଯଦ୍ୱାରା ସେହି ବାର୍ତ୍ତାବାହକମାନେ ବିପଦରେ ପଡ଼ନ୍ତି। ତେଣୁକରି ଏହି ହିତୋପଦେଶ ଶିକ୍ଷା ଦିଏ ଯେ ଆମେ ଯେପରି ନିଜର କାର୍ଯ୍ୟରେ ବିଶ୍ୱସ୍ତତା ରକ୍ଷା କରୁ ଓ ସମସ୍ତ ପ୍ରକାର ମନ୍ଦ ଅଭ୍ୟାସରୁ ଦୂରେଇ ରହୁ। କାରଣ ଆମମାନେ ଲକ୍ଷ୍ୟ କରିବାକୁ ପାରୁ ଯେ ସାଧାରଣତଃ ଯେଉଁମାନେ ସୁରାପାନର ବଶବର୍ତ୍ତୀ ହୁଅନ୍ତି ଆଉ ସେମାନଙ୍କୁ ସୁରାପାନ କରାଇ ଲୋକମାନେ ସେମାନଙ୍କଠାରୁ ସମସ୍ତ ପ୍ରକାର ଗୁପ୍ତ ତଥ୍ୟ ହାସଲ କରିଥାନ୍ତି ଆଉ ସେମାନଙ୍କ ଦ୍ୱାରା ଅନେକ ଜଘନ୍ୟ କାର୍ଯ୍ୟମାନ ମଧ୍ୟ କରିଥାନ୍ତି। ତେଣୁକରି ଯେଉଁମାନେ ଏହି ପ୍ରକାର ମନ୍ଦ ଅଭ୍ୟାସରେ ଅଭ୍ୟସ୍ତ ସେମାନେ ତହିଁରୁ ପୃଥକ ରହିବା ଉଚିତ। ଆମ୍ଭେମାନେ ଆମମାନଙ୍କ ସରକାରୀ କ୍ଷେତ୍ରରେ ସଚ୍ଚୋଟ ବ୍ୟକ୍ତିମାନଙ୍କୁ ଆବଶ୍ୟକ କରୁ। ଜଣେ ବ୍ୟକ୍ତି ପ୍ରକୃତିରେ ମଦ୍ୟପାନ କରନ୍ତି କି ନାହିଁ ତାହା ଜାଣିବା ନିତାନ୍ତ ଆବଶ୍ୟକ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଶାସକମାନେ ଓ ସରକାରୀ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ସୁରାପାନରେ ଅଭ୍ୟସ୍ତ। ଆଉ ମୁଁ ଭାବେ ତାହା ହିଁ ହେଉଛି ଆମ ଦେଶର ପ୍ରଧାନ ସମସ୍ୟା। ତେଣୁ ଆମେ ଜାଣି ରଖିବା ଆବଶ୍ୟକ ଯେ ଏହି ଯେଉଁ ହିତୋପଦେଶ ଅତି ସରଳ ବୋଲି ଜଣାଯାଏ, ଏହା ଆମମାନଙ୍କର ବ୍ୟକ୍ତିଗତ ଜୀବନ ନିମନ୍ତେ ଓ ଆମର ଦେଶ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାପରେ 13 ପର୍ବ 24 ପଦରେ ଲେଖା ଅଛି, ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ ସେ ଆପଣା ପୁତ୍ରକୁ ଘୃଣା କରେ, ପୁଣି ଯେ ତାହାକୁ ପ୍ରେମ କରେ ସେ ଯଥାକାଳରେ ଶାସ୍ତି ଦିଏ। ଆପଣ ଦେଖନ୍ତୁ, ଈଶ୍ୱରଙ୍କ ସନ୍ତାନମାନଙ୍କୁ ଆଜି କୁହାଯାଏ ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହୁଅ, କିନ୍ତୁ ପିତାଙ୍କୁ କୁହାଯାଏ ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ଲେଖା ଅଛି, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ। ତା'ର ଅର୍ଥ ହେଉଛି ଆପଣ ଯେତେବେଳେ ରାଗିଯାଇଛନ୍ତି ବା ବଡ଼ ପାଟିରେ କଥା କହୁଛନ୍ତି ସେତେବେଳେ ସେମାନଙ୍କୁ ଶାସନ କରନ୍ତୁ ନାହିଁ, ମାତ୍ର କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଯେତେବେଳେ ଆପଣ ଆପଣଙ୍କର ପିଲା ସହିତ ଧୀର ସ୍ଥିର ଭାବେ ବସି କଥାବାର୍ତ୍ତା କରିପାରିବେ ଓ ସେ କାହିଁକି ଶାସନ କରାଯାଉଅଛି ତାହା ତାହାକୁ ବୁଝାଇ ପାରିବେ। ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ତେଣୁକରି ପିଲାମାନଙ୍କୁ ଶାସନ କରିବାରେ ପିତାମାତାମାନେ ବିଶେଷ ସତର୍କ ହେବା ଉଚିତ। ବାସ୍ତବରେ ପିଲାମାନଙ୍କୁ ଶାସନ କରି ଶୃଙ୍ଖଳିତ କରିବା ହେଉଛି ପିତାମାତାଙ୍କର କର୍ତ୍ତବ୍ୟ। ସେମାନେ ବାଡ଼ି ବ୍ୟବହାର କରିବାରେ ତ୍ରୁଟି କରିବା ଉଚିତ ନୁହେଁ। ସନ୍ତାନମାନଙ୍କୁ ଶାସ୍ତି ଦେବା ହେଉଛି ପିତାମାତାଙ୍କର ଅଧିକାର ଓ ପିତାମାତାଙ୍କର ବଶୀଭୂତ ହେବା ସନ୍ତାନମାନଙ୍କର କର୍ତ୍ତବ୍ୟ। କିନ୍ତୁ ପିତାମାତାମାନେ ଅଯଥାରେ ନିଜର ସନ୍ତାନମାନଙ୍କୁ ଗାଳି ଗୁଲଜ କରିବା ବା ଧମକ ଚମକ ଦେବା କିମ୍ବା ବାଡ଼ି ବ୍ୟବହାର କରିବା ଉଚିତ ନୁହେଁ। ତେଣୁ ଆସୁ ଆମମାନେ ନିଜ ନିଜର ପିଲାମାନଙ୍କ ସହିତ ମଧ୍ୟ ଉଚିତ ବ୍ୟବହାର କରୁ ଏବଂ ସେମାନଙ୍କୁ ଉଚିତ ମାର୍ଗରେ କଢ଼ାଇ ନେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।